ଜୟ ଜଗନ୍ନାଥ ସାଙ୍ଗମାନେ ଜାଣିବା ମଙ୍ଗଳବାର ଠାରୁ ଆଧାର ଓଟିଭିରୁ ବୁକ୍ ହେବ ତତ୍କାଳ ପ୍ରଥମେ 30 ମିନିଟ୍ ଏଜେଣ୍ଟ କରିପାରିବେ ବୁକିଂ। ନୂଆଦିଲ୍ଲୀ ଭାରତୀୟ ରେଳ ତତ୍କାଳ ଟିକଟ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ। ଆଜିଠୁ ବୁକିଂ କରିବା ପାଇଁ IRCTC ୱେବସାଇଟ୍ କିମ୍ବା ଆପ୍ରେ ଆଧାର ପ୍ରମାଣନ ଅନିବାର୍ଯ୍ୟ ହେବ। ଏହା ବ୍ୟତୀତ ଅନଲାଇନ୍ ତତ୍କାଳ ଟିକଟ ବୁକିଂ ପାଇଁ ଆଧାର ନମ୍ବର ସହ ଜଡ଼ିତ OTP ମଧ୍ୟ ଆବଶ୍ୟକ। ଟିକଟ ବୁକିଂରେ ପାରିଦର୍ଶିତା ଆଣିବା ଏବଂ ଦଲାଲ କିମ୍ବା ନକଲି ଏଜେଣ୍ଟମାନଙ୍କର ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବ। ଅନେକ ସମୟରେ ଦେଖିବାକୁ ମିଳେ ଯେ ତତ୍କାଳ ଟିକଟ ଆରମ୍ଭ ହେବାର କିଛି ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଏ, କାରଣ ଦଲାଲ ଏବଂ ନକଲି ଏଜେଣ୍ଟମାନେ ସଫ୍ଟୱେର୍ କିମ୍ବା ବେଆଇନ ଉପାୟରେ ଟିକଟ ବୁକିଂ କରିଦିଅନ୍ତି। ଏହାଦ୍ୱାରା ସାଧାରଣ ଯାତ୍ରୀଙ୍କୁ ଟିକଟ ମିଳିବାର ସମସ୍ୟା ହୋଇଥାଏ। ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ଟିକଟ ବୁକିଂ ସୁଯୋଗ କେବଳ ପ୍ରକୃତ ଯାତ୍ରୀଙ୍କୁ ମିଳିବ। ଆଧାର ପ୍ରମାଣନ ଦ୍ୱାରା ଏବଂ ସୁନିଶ୍ଚିତ ହେବା ଯେ ଟିକଟ ଉକ୍ତ ବ୍ୟକ୍ତି ବୁକ୍ କରୁଛନ୍ତି, ଯାହାଙ୍କ ଆଧାର ନମ୍ବର ପଞ୍ଜୀକୃତ ଅଛି। ପ୍ରଥମ 30 ମିନିଟ୍ ଯାଏଁ AC ଏବଂ ନନ୍ AC ଉଭୟ ବର୍ଗ ପାଇଁ ଏଜେଣ୍ଟଙ୍କୁ ଟିକଟ ବୁକିଂ ଅନୁମତି ମିଳିବ ନାହିଁ। ଯଦି ଜଣେ IRCTC ୱେବସାଇଟ୍ କିମ୍ବା ଆପ୍ରେ ତତ୍କାଳ ଟିକଟ ବୁକିଂ କରୁଛନ୍ତି, ତେବେ ତାଙ୍କୁ ପ୍ରଥମେ ନିଜର ଆଧାର ନମ୍ବରକୁ IRCTC ଆକାଉଣ୍ଟ ସହ ଲିଙ୍କ କରିବାକୁ ପଡ଼ିବ। ଟିକଟ ବୁକ୍ କରିବା ବେଳେ ଉକ୍ତ ୟୁଜରଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ OTP ଆସିବ। ଉକ୍ତ OTP ଦେବା ପରେ ବୁକିଂ କନଫର୍ମ ହୋଇଯିବ। କାଉଣ୍ଟରରେ ବି ସମାନ ପ୍ରକ୍ରିୟା ଉପଲବ୍ଧ ହେବ, ଯେଉଁଠି ଆଧାର ନମ୍ବର ଦେବାକୁ ପଡ଼ିବ କିମ୍ବା OTP ଲାଗିବ।